ନୂଆପଡ଼ା ନିର୍ବାଚନ ସେପଟେ ସରଗରମ ଏପଟେ ପୁଣି ଆଜି ଆପଣ ଡାକିଛନ୍ତି ଗଣମାଧ୍ୟମ ଗଣମାଧ୍ୟମକୁ ଡାକିଛି ସେଦିନ କହିଥିଲି ଆଉ ସବୁଦିନ ସବୁ କଥା କହିହେବନି ପ୍ରତ୍ୟେକ ଦିନ ତାଙ୍କର ବିଭିନ୍ନ କଥାର ଉତ୍ତର ମୁଁ ଦେବାକୁ ପଡ଼ିବ ଯେଉଁ ସେ ପ୍ରଶ୍ନ କରିଛନ୍ତି ତା ଉତ୍ତର ଦେବି ନା ନାହିଁ। ସେ କହିଛନ୍ତି ଯେ ତାଙ୍କର ସେ କ'ଣ ମୁଖ୍ୟମନ୍ତ୍ରୀଙ୍କର ପରିବାର ଥିଲେ ନା ପୂର୍ବତନ MLA ଥିଲେ ତାଙ୍କୁ କାହିଁକି ଗୁରୁତ୍ୱ ଦେବି ସେ କହିଦେନି। ମୁଁ ତାଙ୍କୁ ପଚାରୁଛି ତାଙ୍କ ବାପା କ'ଣ ମୁଖ୍ୟମନ୍ତ୍ରୀ ଥିଲେ ନା MLA ତାଙ୍କ ବାପା MLA ଥିଲେ। ତାଙ୍କ ବାପା ଜଣେ ଦାନ୍ତକାଠି ଯେଉଁ ବେପାରୀ ଦାନ୍ତକାଠି ବିକନ୍ତି ଯେଉଁ ବସଷ୍ଟାଣ୍ଡରେ ତାଙ୍କ ବାପା ଥିଲେ। ସେ ହଜାର ହଜାର କୋଟିର ମାଲିକ ହେଲେ କେମିତି ଆଗେ ତାଙ୍କୁ ପଚାରୁନ୍। ସେ 50 ଯେଉଁ କହୁଛନ୍ତି ଗରିବ 50 ଲକ୍ଷ ଟଙ୍କା ଗାଡ଼ି ଚଢ଼ୁଛନ୍ତି 70 କୋଟିର ଇଏ ଅଛି ଆମର ଝାଡ଼ଖଣ୍ଡରେ ତାଙ୍କର ଇଏ ଅଛି କ'ଣ କମ୍ପ୍ଲେକ୍ସ। ତାଙ୍କ ପୁଅ ବାହାର କଲେ 2 କୋଟି ଟଙ୍କା ବାହାରେ ଆଦିବାସୀଙ୍କ ଧନ ଲୁଟି ଏ ଯେଉଁ କାମ କରିବା। ଆଦିବାସୀମାନେ ରାହୁଲ ଗାନ୍ଧୀ ଲଢ଼େଇ କରି ଯାଇଥିଲେ ଯେ ଆଦିବାସୀଙ୍କ ଜମି ଦିଆଯିବ ନାହିଁ ଆଲମଗିରିରେ ଯେଉଁ ବେଦାନ୍ତକୁ ଗୋଟିଏ ଇଏ ରକ୍ତବିନ୍ଦୁ ଥିଲା ପରେ ଲଢ଼ିବି ଇଏ କିନ୍ତୁ ଜମି ଦେଇ ଆଜି ଲୁଟିବା ଆରମ୍ଭ କରିଛନ୍ତି। ବେଦାନ୍ତ ପଇସାରେ ଇଏ କରିଛନ୍ତି ଜମି ଆଜି ଦେଇଦେଲେ ଆଦିବାସୀଙ୍କୁ ଲୁଟିଛନ୍ତି। ଆଦିବାସୀମାନେ ଯେଉଁ ପରିସ୍ଥିତି ତାଙ୍କୁ ମିଛ ମାନେ ନ ହସି ମୁହଁଟାକୁ ସାଇଲେନ୍ସ ରଖି ଗୋଟେ ଥଣ୍ଡା ଠକର ପରିଚୟ ଯେଉଁମାନେ ଜାଣିପାରୁନାହାନ୍ତି ଆପଣ ଭିତରକୁ ଆସନ୍ତୁ। କେତେ ବଡ଼ ଅହଙ୍କାରୀ ଲୋକ ସିଏ ଅହଙ୍କାର ବୁଡ଼ି ଯାଇଛନ୍ତି। ଏପଟ ସେପଟ ଫିଲିଂ କରୁଛନ୍ତି। ଏପଟ ଏରିଆ ଲୋକଙ୍କୁ ମନା କରୁଛନ୍ତି। ଯଦି ଏପଟ ଏରିଆ ଲୋକଙ୍କୁ ମନା କରୁଛନ୍ତି ତାହେଲେ PCC ସେପଟେ ଗୋଟେ ହେଉ ଏପଟେ ଗୋଟେ ହେଉ ତାହେଲେ ଇଏ ହେବ। ଆଉ ଏ ଅହଙ୍କାର ଯେଉଁ ଏରିଆ ଲୋକଙ୍କୁ ବିରୋଧ କରୁଛନ୍ତି ସେ ଏରିଆ ଲୋକ ବି ତାକୁ ବିରୋଧ କରିବେ। ଆଉ ପ୍ରତ୍ୟେକ କଂଗ୍ରେସ ନେତାଙ୍କୁ ନିବେଦନ କରୁଛି କଂଗ୍ରେସ ତାଙ୍କ ହାତରୁ ବଞ୍ଚା ଯାଉ ନହେଲେ ବହୁତ ବଡ଼ ବିପଦ ଆସିବ। କଂଗ୍ରେସ ବୁଡ଼ିଯିବ ଏଠି। କଂଗ୍ରେସକୁ ବଞ୍ଚାନ୍ତୁ। ଇଏ ଅଲଗା ଦଳର ପ୍ରବଚନରେ କଂଗ୍ରେସକୁ ଉଠାଇ ଦିଆଯିବ ନାହିଁ। ତାଙ୍କର ନିଷ୍ପତ୍ତି ଯିଏ 5ଟା ଦଳ ଚେଞ୍ଜ କରିଛନ୍ତି ଆଉ ଗୋଟେ ଦଳ ଚେଞ୍ଜ କରିବା ତାଙ୍କର ଅସୁବିଧା କିଛି ନାହିଁ। ଯିଏ ଗୋଟିଏ ଭୁଲ କରିଚାଲେ ସେ ଭୁଲ କରିଚାଲିବ ଏଇଟା ହିଁ ମନେ ରଖିଥାନ୍ତୁ। ପ୍ରତ୍ୟେକ ନେତାଙ୍କୁ ପ୍ରତ୍ୟେକ ଲୋକଙ୍କୁ ଏପଟ ଏରିଆର ଜନତାକୁ ଜନସାଧାରଣଙ୍କୁ ନିବେଦନ କରୁଛି ସିଏ ଯେହେତୁ ଏପଟ ଏରିଆ ଘୃଣା କରୁଛନ୍ତି ତାଙ୍କୁ ଏପଟ ଏରିଆରେ ସିଏ ଯେତେବେଳେ ଇଏ କରୁଛନ୍ତି ତାଙ୍କୁ ବିରୋଧ କରାଯିବ। ତାଙ୍କୁ ଯେତେ ବଡ଼ ରଥି ହେଉ ରାଷ୍ଟ୍ରପତି ଆମେରିକା ରାଷ୍ଟ୍ରପତିକୁ ବି ଲୋକ ବିରୋଧ କରିଛନ୍ତି। ଇଏ ସେମିତି ଏତେ ବଡ଼ ଇଏ ନୁହଁ ଆମେ ବିରୋଧ କରିବାକୁ ହଟେଇ ଦିଆଯିବ ନାହିଁ। ଅହଙ୍କାର ଆଜି ଦେଖନ୍ତୁ ବହୁତ ଲିଡରଙ୍କୁ କାଲି ବାହାର ନଥିଲା ଲିଷ୍ଟ ରାତିରେ ବାହାରିଛି ଯେଉଁମାନଙ୍କୁ ଗଣମାଧ୍ୟମ ମାନେ ପଚାରିବାରୁ ସିଏ କରିଛନ୍ତି ଇଏ କାହାକୁ ଭଲ ପାଆନ୍ତି ନାହିଁ। ତାଙ୍କର ଇଚ୍ଛା ଅନୁସାରେ ଅହଙ୍କାରରେ ଚାହୁଁଛନ୍ତି ଇଏ କରିବା ପାଇଁ ଇଂରେଜମାନଙ୍କୁ ଏଠୁ ହଟେଇ ଦିଆଯାଇଥିଲା। ଇଏ ଯେଉଁ ଇଂରେଜ ଭଳି ଭାବି ଦେଇଛନ୍ତି ଏତେ ଅହଙ୍କାର ବଡ଼ ବଡ଼ ଯେଉଁମାନେ ଲିଡର ରହିଛନ୍ତି ବହୁତ ପୁରୁଣା ଲିଡର ତାଙ୍କୁ ବେଖାତିର କରୁଛନ୍ତି। ତାଙ୍କୁ ବିରୋଧ କରିବା ଆମର କିଛି ଅସୁବିଧା ନାହିଁ। ସମସ୍ତେ ଏକଜୁଟ ହୁଅନ୍ତୁ ନିବେଦନ କରୁଛୁ। ଆଗକୁ ବହୁତ ମୋ ପାଖରେ ଆହୁରି ବହୁତ ବିଭିନ୍ନ ଜିନିଷ ରହିଛି। ମୁଁ ପୁରା ଲାଷ୍ଟ ଏଣ୍ଡିଙ୍ଗଟା ଦେବି ଏମିତି ଢଙ୍ଗରେ ଆପଣମାନେ ତ ଭାବିନଥିବେ ସମସ୍ତ ପ୍ରମାଣ ସହିତ। କାଲି ବି ଗୋଟେ ପ୍ରମାଣ ଦେଇଥିଲି ପରଦିନ ଯେ ସେ କହିଥିଲେ ଯେ କ୍ରିମିନାଲର ପ୍ରମାଣ କ'ଣ ତାଙ୍କୁ ଦିଆଯାଇଛି। ତମେ ନିଜେ ଯାହାକୁ କହିବା ପୂର୍ବରୁ ଚିନ୍ତା କରିବାର ଥିଲା ତମର କ'ଣ ଦୋଷ ଦୁର୍ବଳତା ରହିଛି ଏତିକି ଜଣାଉଛି। ଫେର ନେକ୍ସଟ ଇଏରେ ଫେର ଆହୁରି କିଛି ଦିଆଯିବ ଆପଣମାନେ ଖାଲି ଦେଖନ୍ତୁ। କିନ୍ତୁ କଂଗ୍ରେସକୁ ହାତ ମୁଠା ଟାଣ କରନ୍ତୁ। ରାହୁଲ ଗାନ୍ଧୀଙ୍କୁ ଜିତାନ୍ତୁ। ରାହୁଲ ଗାନ୍ଧୀଙ୍କ ନୀତି ଆଦର୍ଶ ଚାଲନ୍ତୁ। ଘାସିରା ମାଝିକି ଜିତାନ୍ତୁ। ଇଏ ମୋର ଇଏ ମୁଁ ଲଢ଼େଇ ଆରମ୍ଭ କରିଛି ମାନେ ଶେଷ କରିବି। ପ୍ରମାଣ ଯେଉଁ ଲାଷ୍ଟ ପ୍ରମାଣ ଆପଣଙ୍କୁ ଦେବି ସେଇଦିନ ଆପଣମାନେ ବି ସେଇଦିନ ଲଢ଼େଇ ଶେଷ ବୋଲି ଜଣାପଡ଼ିବ।